ପୁରୋଧା କହି କଷଟି ଶିଳା ପରିରେ ଧୂର୍ଜଟି ଗଳାକୁ ଗରଳ ପାଶେ କରିଅଛନ୍ତି। ବାହୁରେଖା ଲେଖା ଯାଉ ସଚିବ ବଦତି ତହୁଁ ଅର୍ଦ୍ଧାସନବତୀ ହୈମବତୀ ହୁଅନ୍ତି। ନୃପ ଭାଷେ ତୁଳି ବସିଲେ କି କାର୍ଯ୍ୟ ସେ ପୂଜ୍ୟ ରତ୍ନ ମିଳେ ବସିଲେ। ଏବଂ କବି ପୁଣି ବର୍ଣ୍ଣନା କରିଛନ୍ତି ଦେଖନ୍ତୁ। ଆରେ ପୁରୋହିତ କହିଲେ ଯେମାନଙ୍କୁ ଅବଶ୍ୟ ଆଜ୍ଞା ଆଉ କ'ଣ କହିଲେ? ପୁରୋଧା କହେ କଷଟି ଶିଳା ପରିରେ ଧୂର୍ଜଟି, ଅର୍ଥାତ୍ କଷଟି ପଥରରେ ଶିଳା ପରି ଘଷି ହେଇଛନ୍ତି। କିଏ ସେ? ନା ପାର୍ବତୀ ଆଜ୍ଞା ପୁରୋହିତ କହିଲେ ଯେମାନଙ୍କୁ ଅବଶ୍ୟ ଶିବଙ୍କ ବାହୁରେ ଆମେ ଛନ୍ଦି ଦିଅନ୍ତେ। ଆଉ ଶିଳା ପରିରେ ଧୂର୍ଜଟି ଗଳାକୁ ଗରଳ ପାଶ। ଆରେ ତାଙ୍କ ଗଳାରେ ତ ଗରଳ